ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ କୁଏତ୍ ଗସ୍ତରେ ଯିବେ। ଶୁଖିଲା ନଡ଼ିଆ ଶସ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ରାଜସ୍ଥାନର ଜୈସଲମେରଠାରେ ଆଜି ବସିବ ଜିଏସ୍ଟି ପରିଷଦ ବୈଠକ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅଗରତାଲାଠାରେ ଆଜି ଅନୁଷ୍ଠିତ ହେବ ଉତ୍ତର ପୂର୍ବ ପରିଷଦର 72ତମ ପୂର୍ଣ୍ଣାଙ୍ଗ ବୈଠକ ଏବଂ 19 ବର୍ଷରୁ କମ୍ ମହିଳା ଏସିଆ କପ୍ ଟି-20 କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ କୁଏତ୍ ଗସ୍ତରେ ଯିବେ। କୁଏତ୍ର ଅମିର ଶେଖ୍ ମେଶାଲ ଆଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ସେଠାକୁ ଯାଉଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 43 ବର୍ଷ ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଏହି ଦେଶ ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କୁଏତ୍ର ନେତୃବୃନ୍ଦଙ୍କ ସହିତ ଦ୍ୱିପାକ୍ଷିକ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ୱାରା ଭାରତ ଓ କୁଏତ୍ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବାର ସୁଯୋଗ ସୃଷ୍ଟି ହୋଇପାରିବ। ଭାରତ ଏବଂ କୁଏତ୍ ମଧ୍ୟରେ ବହୁ ବର୍ଷ ଧରି ରହିଆସିଥିବା ଐତିହାସିକ ଏବଂ ସଶକ୍ତ ଅର୍ଥନୈତିକ ସମ୍ପର୍କ ସହିତ ଏକ ଜୀବନ୍ତ ସାଂସ୍କୃତିକ ସଂଯୋଗ ମଧ୍ୟ ରହିଛି। ଏହି ଅବସରରେ ସେଠାରେ ବସବାସ କରୁଥିବା ଭାରତୀୟଙ୍କ ସହିତ ମଧ୍ୟ ଶ୍ରୀ ମୋଦି ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କୁଏତ୍ର ପ୍ରିନ୍ସଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ଭାରତ ଓ କୁଏତ୍ ମଧ୍ୟରେ ପାରମ୍ପରିକ ତଥା ଐତିହାସିକ ସମ୍ପର୍କ ରହିଆସିଛି। କୁଏତ୍ର ଶ୍ରେଷ୍ଠ ବ୍ୟବସାୟିକ ଭାଗିଦାରୀଙ୍କ ମଧ୍ୟରେ ଭାରତ ଅନ୍ୟତମ ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆସନ୍ତା ବର୍ଷ ପାଇଁ ଶୁଖିଲା ନଡ଼ିଆ ଶସ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛି। ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୃଷକଙ୍କ କଲ୍ୟାଣ ପାଇଁ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ କହିଛନ୍ତି, ମିଲିଂ କୋପ୍ରାର ଉପଯୁକ୍ତ ହାରାହାରି ଗୁଣବତ୍ତା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 11,582 ଟଙ୍କା ଏବଂ ବଲ୍ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା 12,100 ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ 855 କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ଗତବର୍ଷ ତୁଳନାରେ ମିଲିଂ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟରେ 422 ଟଙ୍କା ଏବଂ ବଲ୍ କୋପ୍ରା ପାଇଁ 100 ଟଙ୍କା ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଏନ୍ସିସିଏଫ୍ କୋପ୍ରା କ୍ରୟ ପାଇଁ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବେ। ଏଥିପାଇଁ ରାଜ୍ୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କୋପ୍ରା ଉତ୍ପାଦନରେ କର୍ଣ୍ଣାଟକ ସମଗ୍ର ଦେଶରେ ଆଗୁଆ ରହିଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସନ୍ଧ୍ୟାରେ ସିକନ୍ଦରାବାଦସ୍ଥିତ ରାଷ୍ଟ୍ରପତି ନିଳୟମ୍ଠାରେ ଏକ ସ୍ୱତନ୍ତ୍ର ଆଟ୍ ହୋମ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ସମାଜର ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବବର୍ମା, ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି, ତେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଆଲୋକ ଆରାଧେ, ବିଧାନ ପରିଷଦର ଅଧ୍ୟକ୍ଷ ଗୁଟ୍ଟା ସୁକେନ୍ଦର ରେଡ୍ଡିଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ନିର୍ବାଚନ ପ୍ରତିନିଧି ଏବଂ ବରିଷ୍ଠ ପଦାଧିକାରୀ ଏଥିରେ ଯୋଗ ଦେଇଥିଲେ। ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତ ସନ୍ଧ୍ୟାରେ ରାଜସ୍ଥାନର ଜୈସଲମେରଠାରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ଆସନ୍ତା ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ର ରୂପରେଖ ପ୍ରସ୍ତୁତ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ସୁସ୍ଥ ଅର୍ଥନୈତିକ ପରିବେଶ, ଟିକସ ଆଦାୟରେ ଉନ୍ନତି ଏବଂ ଦକ୍ଷତା କାରଣରୁ ପଞ୍ଚଦଶ ଅର୍ଥ ଆୟୋଗ ଅଧୀନରେ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ପାଣ୍ଠିର ପରିମାଣ ପୂର୍ବ ଅର୍ଥ ଆୟୋଗ ତୁଳନାରେ ବୃଦ୍ଧି ପାଇଛି। ପୁଞ୍ଜିନିବେଶ କ୍ଷେତ୍ରରେ ସ୍ୱତନ୍ତ୍ର ସହାୟକ ଯୋଜନା ପ୍ରଣୟନ ନେଇ ରାଜ୍ୟଗୁଡ଼ିକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ଗୋଆ, ହରିୟାଣା, ଜାମ୍ମୁ କାଶ୍ମୀର, ମେଘାଳୟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅର୍ଥମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜସ୍ଥାନର ଜୈସଲମେରଠାରେ ଆଜି 55ତମ ଜିଏସ୍ଟି ପରିଷଦ ବୈଠକ ବସିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବାକର ଟିକସ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା ହେବ। ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ଖାଦ୍ୟ ଯୋଗାଣ, ସେବା ଏବଂ ସ୍ୱାସ୍ଥ୍ୟ ବୀମା ସମେତ ଜିଏସ୍ଟି ହାରରେ କେତେକ ସମ୍ଭାବ୍ୟ ପରିବର୍ତ୍ତନ ହୋଇପାରେ। ବୈଠକ ପରେ ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଜୈସଲମେରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀ ଯୋଗ ଦେଉଛନ୍ତି। ଉତ୍ତର ପୂର୍ବ ପରିଷଦର 72ତମ ପୂର୍ଣ୍ଣାଙ୍ଗ ବୈଠକ ଆଜି ତ୍ରିପୁରାର ଅଗରତାଲାଠାରେ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ପ୍ରମୁଖ ଯୋଗଦେବେ। ଅଗରତାଲାଠାରେ ଗତ ସନ୍ଧ୍ୟାରେ ଶ୍ରୀ ସିନ୍ଧିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉତ୍ତର ପୂର୍ବାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ନୂତନ ରୂପରେଖ ପ୍ରସ୍ତୁତ କରିବାକୁ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ। ଗତ ଏକ ବର୍ଷ ମଧ୍ୟରେ ପରିଷଦ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯିବା ସହିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ରହିଥିବା ଆହ୍ୱାନ ଓ ସମ୍ଭାବନା ଉପରେ ଆଲୋଚନା କରାଯିବ। ସେହି ରାଜ୍ୟଗୁଡ଼ିକରେ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବୈଠକରେ ସମସ୍ତ ଉତ୍ତର ପୂର୍ବ ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଶ୍ୱରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପ୍ରଥମ ଥର ପାଇଁ ବିଶ୍ୱ ଧ୍ୟାନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ବିଶ୍ୱ ଶାନ୍ତି ଓ ଐକ୍ୟ ନିମନ୍ତେ ଧ୍ୟାନ। ଚଳିତ ମାସ ଆରମ୍ଭରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତିକ୍ରମେ ଭାରତର ମିଳିତ ପ୍ରୟାସରେ ଡିସେମ୍ବର 21 ତାରିଖକୁ ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରିବାକୁ ସଂକଳ୍ପ ଗୃହୀତ ହୋଇଥିଲା। ଏହି ଅବସରରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବକ୍ତବ୍ୟ ପ୍ରଦାନ କରିବେ। ଆମେରିକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ସିରିଆ ରାଜଧାନୀ ଦାମାସ୍କସଠାରେ ହୟାତ ତାହିର ଅଲ୍ ଶାମର କମାଣ୍ଡର ଅହମ୍ମଦ ଅଲ୍ ସରାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ସିରିଆବାସୀଙ୍କ ଭବିଷ୍ୟତ ଦୃଷ୍ଟିକୋଣ ଏବଂ ଆମେରିକାର ସମର୍ଥନ ନେଇ ବିସ୍ତୃତ ବିଚାର ବିମର୍ଶ କରାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଏକ ବିଦ୍ରୋହୀ ଗୋଷ୍ଠୀ ସିରିଆ ରାଜଧାନୀ ଦାମାସ୍କସକୁ ଦଖଲ କରିବା ପରେ ଅଲ୍ ଆସାଦ ସରକାର କ୍ଷମତାଚ୍ୟୁତ ହୋଇଥିଲେ। ମିଳିତ ଜାତିସଂଘ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତୁର୍କୀ ପକ୍ଷରୁ ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ସିରିଆର ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ବୈଠକରେ ସିରିଆ ଉପରେ ପ୍ରତିବନ୍ଧକ କୋହଳ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳରେ ସପ୍ତାହକ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ଆଗାମୀ 36 ଘଣ୍ଟା ପର୍ଯ୍ୟନ୍ତ ଅନୁରୂପ ପାଗ ରହିବ। ସେହିଭଳି ଏହି ସମୟ ମଧ୍ୟରେ ହିମାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ ଏବଂ ବିହାରରେ ବିଳମ୍ବିତ ରାତିରେ ତଥା ପ୍ରତ୍ୟୁଷରୁ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ କେନ୍ଦ୍ରୀୟ ଭାରତର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଇତିମଧ୍ୟରେ ଉପକୂଳ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ତଥା ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। 19 ବର୍ଷରୁ କମ୍ ମହିଳା ଏସୀୟ କପ୍ ଟି-20 କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ମାଲେସିଆର କୁଆଲାଲମ୍ପୁରଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ 7ଟାରେ ଆରମ୍ଭ ହେବ। ଗତକାଲି ଶେଷ ହୋଇଥିବା ସୁପର 4 ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତ ଏବଂ ବାଂଲାଦେଶ ବିଜୟୀ ହୋଇ ଫାଇନାଲ୍ରେ ପହଞ୍ଚିଛନ୍ତି। ଭାରତ ଶ୍ରୀଲଙ୍କାକୁ 4 ୱିକେଟ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେପାଳକୁ 9 ୱିକେଟ୍ରେ ପରାସ୍ତ କରିଛି। ଭାରତ ଓ ଚୀନ୍ ମଧ୍ୟରେ ସୀମା ସମ୍ପର୍କିତ ସମସ୍ୟାକୁ 2005 ମସିହାରେ ପ୍ରଣୟନ ହୋଇଥିବା ନୀତି ଏବଂ ରାଜନୈତିକ ମାନଦଣ୍ଡ ଅନୁଯାୟୀ ସମାଧାନ କରିବା ଲାଗି ଦୁଇ ଦେଶ ସହମତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସୀମା ସମସ୍ୟାରେ ଏକ ନ୍ୟାୟୋଚିତ ତଥା ଆପୋଷ ଗ୍ରହଣୀୟ ଯୋଗ୍ୟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଦିଗରେ ଭାରତ ଏବଂ ଚୀନ୍ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଗତ 18 ତାରିଖ ଦିନ ବେଇଜିଂଠାରେ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 2 ଦିନିଆ କୁଏତ ଗସ୍ତରେ ଯିବେ। ଶୁଖିଲା ନଡ଼ିଆ ଶସ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର। ରାଜସ୍ଥାନର ଜୈସଲମେରଠାରେ ଆଜି ବସିବ ଜିଏସ୍ଟି ପରିଷଦ ବୈଠକ।
ଏବଂ 19 ବର୍ଷରୁ କମ୍ ମହିଳା ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।